ସବୁଦିନ ଖୁସି ରହିବାର ଉପାୟ। ସକାଳୁ ଉଠି ମୋବାଇଲ ଦେଖିବା ବନ୍ଦ କରନ୍ତୁ। ସକାଳୁ 2 ଘଣ୍ଟା ବହି ପଢ଼ିବାରେ ମନ ଲଗାନ୍ତୁ। ପ୍ରତିଦିନ କମ ସେ କମ 1 ଘଣ୍ଟା ବ୍ୟାୟାମ କରନ୍ତୁ। ପ୍ରତିଦିନ ନିଜର ଲକ୍ଷ୍ୟ ପ୍ରସ୍ତୁତ କରନ୍ତୁ। ଅଧିକ କାହାଠାରୁ ଆଶା ରଖନ୍ତୁ ନାହିଁ। ମନରେ ଯାହା ଅଛି ତାହା ଡାଏରୀରେ ଲେଖନ୍ତୁ। ରାତିରେ ଶୋଇବା ପୂର୍ବରୁ ମୋବାଇଲ ଦୂରରେ ରଖନ୍ତୁ। ପ୍ରତିଦିନ ନିଜ ମନକୁ ସ୍ଥିର କରି ନିଜ ବିଷୟରେ ଚିନ୍ତନ କରନ୍ତୁ। ଯଦି ମନ ଅସ୍ଥିର ହୁଏ ପ୍ରେରଣାଦାୟକ ଭିଡ଼ିଓ ଦେଖନ୍ତୁ। ବିଶ୍ୱାସଘାତକ, ଚାଟୁକାର, ସୁବିଧାବାଦୀ ଲୋକ ନିଜର ସ୍ୱାର୍ଥ ସାଧନ କରିବା ଉଦ୍ଦେଶ୍ୟରେ ମିଠା କଥା କହି ସରଳ ମଣିଷଙ୍କ ସହିତ ଅନ୍ତରଙ୍ଗ ହୋଇ ତାଙ୍କର ମିତ୍ର ହୋଇଛନ୍ତି ବୋଲି ଛଳନା କରନ୍ତି। ଏହି ଦୁଷ୍ଟ ମଣିଷଙ୍କ ଅନ୍ତଃକରଣ ବିଷାକ୍ତ, ଅର୍ଥାତ୍ ସେ ସଦା ନିଜର ସ୍ୱାର୍ଥ ସାଧନ କରିବା ପାଇଁ ବା ଅକାରଣରେ ଅନ୍ୟର କ୍ଷତି କରିବା ପାଇଁ ଏବଂ ବିପଦରେ ପକାଇବାକୁ ଗୋପନରେ ଚେଷ୍ଟା କରୁଥାନ୍ତି। ସେମାନଙ୍କୁ ଚିହ୍ନି ହୁଏ ନାହିଁ ଯେ ସାକ୍ଷାତରେ ମଧୁର କଥା କହୁଥାଏ ଏବଂ ପରୋକ୍ଷରେ କ୍ଷତି କରୁଥାଏ। ବିଷରେ ପୂର୍ଣ୍ଣ କଳସୀ ମଧୁ ସମ ଏହିଭଳି ବ୍ୟକ୍ତିଙ୍କୁ ବର୍ଜନ କରିବେ। ଯେଉଁ ବ୍ୟକ୍ତି ବିଶ୍ୱାସର ପାତ୍ର ହୋଇ ସମ୍ପଦ ବିପଦ ସମୟରେ ସଦା ମିତ୍ରର ସହାୟତା କରନ୍ତି ସେ ହେଉଛନ୍ତି ପ୍ରକୃତ ମିତ୍ର। ମୂର୍ଖ ବ୍ୟକ୍ତିଙ୍କର ଜୀବନଯାପନ କଷ୍ଟକର, ଯୁବା ଅବସ୍ଥା କଷ୍ଟଦାୟକ। ଏହି ଉଭୟ କଷ୍ଟଦାୟକ ପରିସ୍ଥିତିରୁ ଅଧିକ କଷ୍ଟଦାୟକ ହେଉଛି ପର ଘରେ ବାସ କରିବା। ବିଷଯୁକ୍ତ ବସ୍ତୁରେ ଅମୃତ ଥିଲେ, ମଳ ମଧ୍ୟରେ ସୁବର୍ଣ୍ଣ ଥିଲେ ତାହା ଯେପରି ଗ୍ରହଣ କରାଯାଏ, ସେହିପରି ନୀଚ ସଂସ୍କୃତି ସମ୍ପନ୍ନ ବଂଶର ପୁରୁଷଠାରେ ମହତ୍ ଗୁଣ ଥିଲେ ତାହା ଗ୍ରହଣ କରିବେ। ସେହିପରି ନୀଚ କୂଳରେ ମଧ୍ୟ ଯଦି ଶ୍ରେଷ୍ଠା ନାରୀଟିଏ ଥାଏ ତାକୁ ଗ୍ରହଣ କରାଯିବା ଉଚିତ। କାହାକୁ ମନେ ପକେଇ ବାରମ୍ବାର କାନ୍ଦିଲେ ହୃଦୟର ଦୁଃଖ କମି ନଥାଏ। ପ୍ରେମ ତ ଭାଗ୍ୟରେ ଲେଖାଥାଏ। କାହା ବିରହରେ ଜଳିଲେ କେହି କେବେ ନିଜର ହୋଇନଥାଏ। ଯଦି କାହାକୁ ଭଲ ପାଉନାହାନ୍ତି ତାକୁ ପ୍ରଥମରୁ ମନା କରି ଦିଅନ୍ତୁ। ଟାଇମ ପାସ୍ କରନ୍ତୁ ନାହିଁ। ମଣିଷ ଯେତେ ଖୁସିରେ ରହିଲେ ମଧ୍ୟ ଏକୁଟିଆ ଥାଏ। ସେତେବେଳେ ସେ ସେହି ଲୋକକୁ ମନେ ପକାଏ ଯାହାକୁ ସେ ହୃଦୟରୁ ଭଲ ପାଉଥାଏ। ସିନ୍ଦୁର ଜବାବ ସିନ୍ଦୁରରେ ଦେଇ ଆତଙ୍କୀ ନିପାତ। ତୁମ ବୀରତ୍ୱର ପ୍ରତିଭାକୁ ଦେଖି ସାରା ବିଶ୍ୱ ଆଜି ଚକିତ। ଅଜ୍ଞାନ ଅନ୍ଧାରେ ମହା ଅଜ୍ଞାନୀ ମୁଁ, ଜ୍ଞାନର ଦେଖାଅ ପଥ। ତୁମ କୃପା ଦୃଷ୍ଟି ମୋଠାରେ ରହୁଟି ହେ ପ୍ରଭୁ ଗଣନାଥ। ଯେଉଁ ପୁତ୍ର ପିତାଙ୍କୁ ଶ୍ରଦ୍ଧା ପୂର୍ବକ ଭକ୍ତି କରି ତାଙ୍କର ଅବାଧ୍ୟ ନ ହୋଇ ଗୁଣ ସମ୍ପନ୍ନ ହୋଇ ପିତାମାତାଙ୍କର ପୋଷଣର ଦାୟିତ୍ୱ ବହନ କରେ, ପୁତ୍ର ବୋଲି ପରିଚୟ ଦେଇ ପିତାମାତା ଆନନ୍ଦିତ ହୁଅନ୍ତି। ଦାରିଦ୍ର୍ୟ ହୁଏ ନା କଲେ ଯଥାଶକ୍ତି ଦାନ, ଗତି ହୁଏ ନା କଲେ ଭଲ ଆଚରଣ, ଅଜ୍ଞାନତା ନାଶ ହୁଏ ଲାଭ କଲେ ଜ୍ଞାନ, ଭୟ ଦୂର ହୁଏ ଚିନ୍ତା କଲେ ନାରାୟଣ। ଦରିଦ୍ର ହୋଇଥିଲେ ମଧ୍ୟ ଯେ ଯଥାଶକ୍ତି ଦାନ କରନ୍ତି ତାଙ୍କ ମନରେ ଦାରିଦ୍ର୍ୟ ମନୋଭାବ ରହେ ନାହିଁ। ଦୁଃଖ କଷ୍ଟରେ ଯେ ଉତ୍ତେଜିତ ନ ହୋଇ ଭାଙ୍ଗି ନ ପଡ଼ି ଧୈର୍ଯ୍ୟର ସହିତ ପରିସ୍ଥିତିର ମୁକାବିଲା କରନ୍ତି, ଦୁଃଖ ଅନୁଭବ କରନ୍ତି ନାହିଁ। ଯଥୋଚିତ ଜ୍ଞାନ ନଥିଲେ ମଧ୍ୟ ଯେ ନିଜର ବୁଦ୍ଧିରେ କର୍ମ କରନ୍ତି ସେ ଜ୍ଞାନର ଅଭାବ ବୋଧ କରିପାରନ୍ତି ନାହିଁ। ଈଶ୍ୱର ଭକ୍ତି, ଗୁରୁଜନଙ୍କ ପ୍ରତି ସମ୍ମାନ, ସତ୍ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ ଓ ସହଯୋଗ କାମନା ଆଦି ସତ୍ ଭାବନା ଦ୍ୱାରା ଭୟର ବିନାଶ ହୁଏ। ଅର୍ଥାତ୍ ସେ କୌଣସି ବିପଦ ଆପଦ ବା କର୍ମ ପ୍ରଚେଷ୍ଟାକୁ
ଭୟ କରନ୍ତି ନାହିଁ। ସମାଜରେ ନିଚ ସ୍ତରର ଲୋକ ଉଚିତ କର୍ମ କଲେ ମଧ୍ୟ ଏହା ଅନୁଚିତ ବୋଲି ଲୋକେ କୁହନ୍ତି। ରାହୁ ଦୈତ୍ୟ ହୋଇଥିବାରୁ ଅମୃତ ପାନ କରିଥିଲେ ହେଁ ଅମର ହୋଇପାରିଲେ ନାହିଁ। ଅମୃତ ତାଙ୍କ ପାଇଁ ବିଷ ପାଲଟିଗଲା। ଶ୍ରୀ ବିଷ୍ଣୁ ତାଙ୍କର ଶିରଚ୍ଛେଦ କଲେ। ନୈଷ୍ଠିକ ବ୍ରାହ୍ମଣଙ୍କୁ ଭୋଜନ କରାଇ ଭୋଜନ କରିବା ହେଉଛି ଭୋଜନର ମାହାତ୍ମ୍ୟ। ସମସ୍ତଙ୍କୁ ସ୍ନେହ କରିବା ହେଉଛି ପ୍ରକୃତ ପ୍ରେମ। ପାପ କରାଉ ନଥିବା ଜ୍ଞାନ ହେଉଛି ପ୍ରଜ୍ଞା। ଗର୍ବ ଅହଙ୍କାର ବିନା କରୁଥିବା କର୍ମ ହେଉଛି ଧର୍ମ। ନୈଷ୍ଠିକ ବ୍ରାହ୍ମଣଙ୍କୁ ଭୋଜନ କରାଇ ଗୃହସ୍ଥଙ୍କର ଭୋଜନ କରିବା ଉଚିତ। ସ୍ୱଜନଙ୍କୁ ସ୍ନେହ ଓ ପ୍ରେମ କରିବା ସହ ଅନ୍ୟ ପ୍ରତି ସମାନ ବା ତତୋଧିକ ସ୍ନେହ କରନ୍ତି। ସେମାନେ ସ୍ୱଭାବତଃ କେତେ ସ୍ନେହଶୀଳା ତାହା ବୁଝାଯାଏ। ଯେଉଁମାନେ ଅସତ୍ ପଥରେ ଚାଳିତ ନ ହୋଇ ଗର୍ବ ଅହଙ୍କାର ବିନା ଛଳ କପଟ ନ କରି କର୍ମ କରନ୍ତି ତାହାକୁ ଧର୍ମ କୁହାଯାଏ। କେବଳ ପୂଜା ଉପାସନାଦି କର୍ମ ଧାର୍ମିକ ବୋଲାଉଥିବା ବ୍ୟକ୍ତିଙ୍କର କର୍ମ ଧର୍ମ ନୁହେଁ। ଗୃହ ପରିବାର ପ୍ରତି ଆସକ୍ତ ଯେ ଜନ ବିଦ୍ୟାର୍ଜନ କରିବାକୁ ନ ବଳାନ୍ତି ମନ। ଘର ସଂସାର ପରିବାର ପରିଜନଙ୍କ ପ୍ରତି ଅତିଶୟ ଆସକ୍ତ ହୋଇ କେବଳ ସେମାନଙ୍କ ବିଷୟରେ ସଦା ଚିନ୍ତା କରୁଥିବା ମଣିଷଙ୍କର ବିଦ୍ୟା ଅର୍ଥାତ୍ ମାନସିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ କୌଣସି ଜ୍ଞାନ ଲାଭ ହୁଏ ନାହିଁ। ପଶୁ ପକ୍ଷୀ ମାରିଣ ଯେ କରେ ମାଂସାହାର ଅନ୍ୟ ପ୍ରତି ଦୟାମାୟା ନଥାଏ ତାହାର। ନିଷ୍ଠୁର ଭାବରେ ପଶୁପକ୍ଷୀ ମାରି ସେମାନଙ୍କର ମାଂସ ଖାଉଥିବା ମଣିଷଙ୍କର ଅନ୍ୟ ପ୍ରତି ଦୟାମାୟା ନଥାଏ। ଜୟ ଶ୍ରୀ ଜଗନ୍ନାଥ।